ଆଉ ଗୋଟେ କଥା ମୁଁ ଆପଣମାନଙ୍କୁ ଆଜି କହିବି। ଆମ ମନ ତ ଏକରେ ଦୁଃଖ ଅଛି, ଆଉ ଆମେ ବି ମାନେ ଯେଉଁ ଘଟଣାଟା ଘଟିଛି କୋଲକାତାରେ, ଯେ କି ଯେଉଁ ଆମ ଡାକ୍ତର ଯେଉଁ ଭଉଣୀଟିଏ ଯେଉଁ କଣ୍ଡିସନ୍ ମାନେ ଅତି ଭୟଙ୍କର, ଯେ କି ତାଙ୍କୁ ମାରି ଦିଆଯାଇଛି। ଆମେ ସେ ଖବର ଶୁଣିକି ଅତି ଦୁଃଖ ଲାଗିଲା, ଯେ କି ଆମେ ସମସ୍ତେ ହିଁ ନିହାତି ରୂପେ ବାହାରିବା ଦରକାର। ଯେ କି ମୁଁ ଗୋଟିଏ କଥା ଆଜି କହିବା ପାଇଁ ଚାହିଁବି, ସମସ୍ତଙ୍କୁ ଗୋଟିଏ କଥା କହିବି, ଏଇଟା କିନ୍ତୁ ସମସ୍ତେ ଜାଣି ରଖିବା ଦରକାର। ଡକ୍ଟର, ଲେଡ଼ିଜ୍ ଡକ୍ଟର ଯେଉଁମାନେ ଆମର ଯେଉଁ ଅଛନ୍ତି ମେଡ଼ିକାଲରେ, ଆମର ସେମାନେ ହେଉଛନ୍ତି ଭଉଣୀ ଭଳିଆ। ଆମେ ସମସ୍ତଙ୍କୁ ଭଉଣୀ ଭଳିଆ ଦେଖିବା, କାହାକୁ ଖରାପ ନଜରରେ ଦେଖିବା ନାହିଁ। ଆଉ ଯେଉଁମାନେ ଖରାପ ନଜରରେ ଦେଖୁଛନ୍ତି, ପ୍ଲସ୍ ତାଙ୍କ ସାଙ୍ଗରେ ଯେଉଁ ବି ଜିନିଷ ହେଇଛି, ଆମେ ପୁରା ମାନେ ଦୁଃଖିତ ଅଛୁ। ସେଥିପାଇଁ ଆମେ ଯେଉଁ ଭିଡ଼ିଓ ପ୍ରତିଦିନ ମୁଁ ଦେଖେ ବସିକି, ଯେ କି ସେ ଭଉଣୀଙ୍କର ଭିଡ଼ିଓ ମୁଁ ଦେଖେ, ଯେ କି ଯାଉ ସମସ୍ତେ ବାହାରୁଛନ୍ତି ବାହାରକୁ, ଲଢ଼ୁଛନ୍ତି ତାଙ୍କ ସକାଶେ, ସବୁଠାରୁ ଭଲ କଥା। କାହିଁକିନା ଏମିତି ଦୁର୍ଘଟଣାଟା ଘଟିଛି, ସମସ୍ତଙ୍କ ମନରେ ଏଠି ମୁଁ କହିବା ପାଇଁ ଚାହିଁବି, କୌଣସି ଝିଅ କୌଣସି ଜାଗାରେ ସୁରକ୍ଷିତ ନାହାନ୍ତି। ବସ୍ରେ, ଟ୍ରେନ୍ରେ, କୌଣସି ଜାଗାରେ ସୁରକ୍ଷିତ ନାହାନ୍ତି। ଆପଣମାନେ ଯାଇକି ଦେଖିବେ, ବସ୍ରେ ଏତେ ଜୋର ଭିଡ଼ ହୋଇଥାଏ, କିନ୍ତୁ ଭଉଣୀମାନେ ଯେଉଁ ଯାଆନ୍ତି, କଲେଜ ଯାଆନ୍ତି, ପ୍ଲସ୍ ମୁଁ ଦିନେ ଯାଇକି ଟ୍ରାଏଲ୍ କରିଥିଲି। ଗୋଟେ ବସ୍ରେ ଗୋଟେ ଜାଗାକୁ ଯାଇଥିଲି, ଆମେ 4-5 ଜଣ ଖଣ୍ଡେ। ସେଠି ଦେଖିଲେ 4 ଜଣ ପିଲା ଖରାପ ବ୍ୟବହାର କରିଥାନ୍ତି। ଆମେ ଦେଖିକି ଆମେ କ'ଣ ଚୁପ୍ ହେଇକି ବସିବା? ଗୋଟେ ଭଉଣୀମାନଙ୍କୁ ଯିଏ ଖରାପ ବ୍ୟବହାର କରିବ, ଆମେ କ'ଣ ଚୁପ୍ ହେଇକି ଦେଖିବା? କିଛି ବି ଆକ୍ସନ୍ ନେବାକୁ ପଡ଼ିବ। ଭଉଣୀମାନଙ୍କୁ ଯିଏ ଖରାପ ନଜରରେ ଦେଖୁଛନ୍ତି, ତାଙ୍କ ପାଇଁ କିଛି ବି ଆକ୍ସନ୍ ନେବାକୁ ପଡ଼ିବ। ଯିଏ ବି ଖରାପ ନଜର ପକାଇବ ଭଉଣୀମାନଙ୍କୁ, ଆମେ ଟୋଟାଲି ଛାଡ଼ିବା ନାହିଁ। ତାଙ୍କ ପାଇଁ ଦରକାର ପଡ଼ିଲେ ଆମେ ଲଢ଼ିବା। କିନ୍ତୁ ଲଢ଼ିବା ପାଇଁ ସମସ୍ତେ ବାହାରିବା ଦରକାର। ଆଜିକା ଡେଟ୍ରେ ଯେଉଁ କଲିକତାରେ ଯେଉଁ ଦୁର୍ଘଟଣା ଘଟିଛି, ସେ ଭଉଣୀଙ୍କୁ ଯେ କି ମାରି ଦିଆଯାଇଛି, ରେପ୍ କରିକି ମାରି ଦିଆଯାଇଛି, ଆମେ ତ ମାନେ ଏ କଥାକୁ ଶୁଣିକି ଆମେ ବି ବହୁତ ଦୁଃଖିତ। କିନ୍ତୁ ଏଇ ଯେଉଁ ସିଚୁଏସନ୍ ଏବେ ଆସିଛି, ଆମେ ପୁରା ସମସ୍ତେ ଅଲ୍ ଓଡ଼ିଶାର ଲୋକ ମାନେ ବହୁତ ଦୁଃଖିତ। ଆମେ ଚାହୁଁଛୁ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରିବା, ତାଙ୍କ ଆତ୍ମା କେମିତି ମାନେ ସଦ୍ବୁଦ୍ଧି ହଉ, ପ୍ଲସ୍ ଆତ୍ମାଟା ଟିକେ ଶାନ୍ତି ହଉ। ଯାହା ବି ହେବ ଧୀରେ ଧୀରେ ଜିନିଷଟା ହେବ, କେବେ ହଠାତ୍ କିନି ସେ ଜିନିଷଟା ହେଇନି। ମାନେ ସମାଧାନ କରିବା ପାଇଁ ହେଲେ ଟାଇମ୍ ଲାଗିବ। ମୁଁ ଏଠି କହିବା ପାଇଁ ଚାହିଁବି, ଯେଉଁ ପିଲା ସେ ଭଉଣୀକୁ ଡାଇରେକ୍ଟ ମର୍ଡ଼ର କରିଛି, ପ୍ଲସ୍ ରେପ୍ କେସ୍ ମାନେ ରେପ୍ କରିଛି, ତାକୁ ଟୋଟାଲି ରୋଡ଼ ଉପରେ ମାନେ ଡାଇରେକ୍ଟ ମାରିଦେବା ଦରକାର। କାହିଁକି ନା ଯେଉଁମାନେ ଭଉଣୀମାନଙ୍କୁ ଖରାପ ନଜରରେ ଦେଖୁଛନ୍ତି, ସେମାନଙ୍କୁ ଆମେ ଟୋଟାଲି ଛାଡ଼ିବାଟା ବି ଭଲ ନୁହେଁ। ଏଇଟା କିନ୍ତୁ ସମସ୍ତେ ମନେ ରଖିବା ଦରକାର। ଆଜିକା ଡେଟ୍ରେ ମୁଁ ଆପଣମାନଙ୍କୁ କହିବି, ଯେଉଁମାନେ ଭଉଣୀମାନଙ୍କୁ ଖରାପ ନଜରରେ ଦେଖୁଛନ୍ତି, ସେମାନଙ୍କୁ ଟୋଟାଲି ଛାଡ଼ିବାର ନାହିଁ। ଗୋଡ଼େଇ ବାଡ଼େଇବା ଦରକାର ଆଜିକା ଡେଟ୍ରେ। କାହିଁକି ନା ଆମର ସମସ୍ତେ ହେଉଛି ଆମର ଭଉଣୀ। ଆମେ ଭାଇମାନେ ଅଛୁ ଭଉଣୀମାନଙ୍କୁ ସୁରକ୍ଷିତ ଦେବା ପାଇଁ। ଆମେ ଧର ଯାଉଛେ, ଟ୍ରେନ୍ ହଉ ବସ୍ରେ ହଉ, ଆମେ ଯାଉଛେ, ସେଠି ଜଣେ ଲୋକ ଭଉଣୀମାନଙ୍କୁ ଖରାପ ନଜରରେ ଦେଖୁଛି, ଆମେ ସେଠି ଚୁପ୍ ହେଇ ଠିଆ ହେବା ନା ଆକ୍ସନ୍ ନେବା? ଏଇଟା କିନ୍ତୁ ସମସ୍ତଙ୍କ ମନ ଭିତରେ ପଶିବା ଦରକାର। ଗୋଟେ ଭଉଣୀର ମର୍ଡ଼ର ହେଇଛି, ପ୍ଲସ୍ ରେପ୍ କରାହେଇଛି। ଆମେ ଚୁପ୍ ହେଇକି ବସିବା ନାହିଁ, ସମସ୍ତେ ବାହାରିବା ଦରକାର। ବାହାରିକି କିଛିଟା କରିବା ଦରକାର ତାଙ୍କ ପାଇଁ। ମୁଁ ଏ ବିଷୟରେ ଟୋଟାଲି ମାନେ ଜାଣିନଥିଲି।
मो भिडियो पन राति मु देखुली गोटे न्यूज़ देखुली न्यूज़ रे माने अति दुखदायक घटना से टोकार सीसीटीवी फुटेज चेक कर आईची जाइची प्लस से जो भौणीटा मेडिकल भितर से अच्छी तांको कतिक भी से जाइची किंतु से जानी ना जो ऑपरेशन करने पाई जाइथिले से जगह पर से काले ठिया होता एमिति जदि होउची आपण मैंने केमिति चुप होकर रोचंती डायरेक्ट उड़े दियंतु किसी असुविधा ना इटा कि निहाती जरूरी जो भौणी मानक जी खराब नजर देखुंत टोटाल छाड़ाटा भल नुहे ताको रोड मझे माने गोड़े गोड़े बाड़ेवा दरकार रिएक्शन समस्त मन रिएक्शन हवा दरकार एटा माने मत भी बहुत दुख लगुच मु गोटे कथा आज आपण मन कहबी जदि मु से जगह पर था कंडीशन बहुत तार खराब हो किंतु मु आज कहवाई चाहिए जो मैंने भौणी मान जी खराब नजर देखुची गोड़े गोड़े ब्रिज रास्ता मारिदेवाटा ठीक मो मतरे मारिदेवाटा हूँ ठीक मु आ गोटे कथा कहवाई चाहिए साहाय्य करवाटा हूँ सबुठार भल आपण मैंने भौणी मान किसी साहाय्य करंतु जदि भी कौटी किसी असुविधा है भौणी मान पाखे पहुँचतु जदि किसी भी तांकर असुविधा होउची आपण साहाय्य करंतु हेले कहीं ना ए भिडियोटा समस्त कतिकी जीव निहाती रूपे आपण मैंने देखिए लाइक करेंगे पाखे थी बेल बटन निहाती रूपे दबेबे ए खास भौणी मानक हेले जो मैंने भौणी मान खराब नजर देखुंट निहाती रूपे यही जिनसटा को आज ठारू लागू हम जो मैंने भौणी मान खराब नजर देखुंट गोडे गोडे बाड़ेवा दरकार समस्ते मन रखा दरकार जदि न करें आम जानबू आपण मैंने भौणी मान साहाय्य करूना किंतु जो मैंने धर भौणी मैंने धर कौट गोटा बाटर असुविधाटा है से खराब पिला सब अच्छा बाटर भेट हो जाती कमेंट मारुंट लाइन मारुंट से प्रति कौन एक्शन नवा निहाती जरूरी मु कहीं आज भिडियोटा कली मते निजको टिके दुख लगुच से आज भिडियोटा को स्टार्ट कली जय जगन्नाथ मु सुभाषिष खुंटिया जे कि मु भी चाहूँगी भौणी मान केमी सुरक्षित हूँ आम सुरक्षित करिया भौणी मान से कॉलेज हो कि बस स्टैंड हो ट्रेन हो विभिन्न जगह भौणी मान सुरक्षित दबा दरकार भाई माने रहिबा दरकार प्रतिटी भाई आउ आमको कौन करिया पड़ो मु आपण मानक बतई दूँ समस्त को भौणी भाया देखा दरकार क्या खराब नजर देखा ना जो मैंने खराब नजर देखुंट प्रति रिएक्शनटा के अधिकाटा हवा दरकार है किंतु मु गोटे कथा आज कहवाई चाहिए समस्त को आज लास्ट वीडियो मु आपण मानक कली आहरी भी वीडियो अच्छे आपण मानक पाखे करने काली आड़ को जो भौणी मान को अति खराब नजर जो मैंने देखुंट निहाती रूपे यही वीडियोटा समस्त कति छड़ा मु गोटे कथा कहीकि आज एति वीडियो रखापी चाहूँगी भौणी मान को सुरक्षित दिंतु जो मैंने भौणी मान खराब नजर पकाउंट आम हाबुटे पड़े पूरा राम राम सत्य है यहाँ कि समस्त जाणी रखा दरकार आम चाहूँ भौणी मैंने केमती सुरक्षित रुहतु भौणी मानकर केमती असुविधा न हो सुविधा तांकर हो केमती सुरक्षित कॉलेज जातु केमिति स्कूल जातु बाटर कहीं हैरान न करूँ यहाँ हूँ आमर निष्पत्ति आपणकर कौन निष्पत्ति मते मेसेज जरिया आपण मैंने जनइबे निहाती आम चाहूँ भौणी मैंने केमिति सुरक्षित कॉलेज जापरें स्कूल जापरें आउ विभिन्न जो जगह आप जावा कथा सुरक्षित आपण मैंने जापरें किंतु जदि भी कौन सी पिला आपण मानक हैरान करूचंती
ଆପଣମାନେ ମେସେଜ୍ କରିବେ, କିଛି ଅସୁବିଧା ନାହିଁ। ଯଦି କିଛି ବି ପିଲା ଆପଣମାନଙ୍କୁ ହଇରାଣ କରୁଛନ୍ତି, ଆମକୁ ଚାହିଁଲେ ମେସେଜ୍ କରିପାରିବେ। ପ୍ଲସ୍ ଆପଣଙ୍କର ଜାଗା ଆଉ ଆପଣଙ୍କ ନମ୍ବର ଆପଣମାନେ ଆମକୁ ଦେବେ, ଆମେ ସୁରକ୍ଷିତ କରିବୁ। କିନ୍ତୁ ଆପଣ ଠିଆ ହେଇଥିବେ, ଦେଖିବେ ଆମେ କ'ଣ କରିପାରୁଛୁ ଭଉଣୀମାନଙ୍କ ପାଇଁ। ଭଉଣୀମାନେ ନିହାତି ରୂପେ ସୁରକ୍ଷିତ ହେବା ଦରକାର। ଆଉ ଯେଉଁମାନେ ଭଉଣୀମାନଙ୍କ ଉପରେ ଖରାପ ନଜର ପକାଉଛନ୍ତି, ସେମାନଙ୍କର ପୁରା ଅସୁବିଧା ହେବାର ସମ୍ଭାବନା ରହିଛି। କୋଲକାତାରେ ଯେଉଁ ଜିନିଷଟା ହେଲା, ଏମିତି କେଉଁ ଭଉଣୀମାନଙ୍କ ସାଙ୍ଗରେ ନ ହେଉ, ଏଇଟା କିନ୍ତୁ ଆମେ ଚାହୁଁଛୁ ଆଜିକା ଡେଟ୍ରେ। ରହିଲି, ନମସ୍କାର, ଜୟ ଜଗନ୍ନାଥ। ଯେଉଁ ଭଉଣୀଙ୍କର ମୃତ୍ୟୁ ହେଇଛି, ଯେଉଁ ଭଉଣୀର ରେପ୍ କରାଇ ମର୍ଡ଼ର କରାଯାଇଛି, ମୁଁ ଜଗନ୍ନାଥ ପାଖରେ ପ୍ରାର୍ଥନା କରୁଛି କେମିତି ଆତ୍ମା ଶାନ୍ତି ହଉ। ନିହାତି ରୂପେ, କାହିଁକିନା ଆମକୁ ବହୁତ ଦୁଃଖ ଲାଗୁଛି ସେ ଭିଡ଼ିଓ ଦେଖିକି। ଆମେ ଭିଡ଼ିଓ ଦେଖୁଛୁ ପ୍ରତିଦିନ, କିନ୍ତୁ ସମସ୍ତେ ବାହାରିବା ଦରକାର, ତାଙ୍କ ପାଇଁ ମହମବତୀ ଜାଳିବା ଦରକାର ସମସ୍ତେ। ରହିଲି, ନମସ୍କାର।